ହେଇଛି ହଉ ମୁଁ କହିଲି ଠିକ ଅଛି ବହୁତ ବଢିଆ କଥା କଂଗ୍ରାଚୁଲେସନ କହିଲି। ତାପରେ ମତେ ଆସି ଝିଅଟା ପଚାରିଲା କି ଆଉ ତମ ସାଙ୍ଗଟା କେମିତିକା ଦେଖିବାକୁ। ମୁଁ କହିଲି ବହୁତ ବଢିଆ ହ୍ୟାଣ୍ଡସମ ଟା ହିରୋଟା ସ୍ଲିମ ଅଛି ବଡି ଅଛି ଫିଗର ଅଛି ଏମିତି ଆଉ ମିଛରେ ସବୁ କହିଲି ହେଲା ମୁଁ ତାକୁ ଚିହ୍ନିଛି ଜାଣିଛି କଣ କଣ ସବୁ ମୁଁ କାହିଁ କହିବି ମୋ ସାଙ୍ଗ ଏଗନେଷ୍ଟ ତୁ ବି ସାଙ୍ଗ ସିଏ ବି ସାଙ୍ଗ ତମେ ଭଲ ପାଉଛ ଯଦି ଭଲ ପାଅ ମୁଁ କାହିଁ ଭାଙ୍ଗିବି ତମର ଭଲ ପାଇବା ହେଲା। ଯେତେବେଳେ ଏତେ ସବୁ କହିଲି ତ କଥା ହେଲା ଠିକ ହେଲା ହଉ ଥ୍ୟାଙ୍କ ୟୁ ମତେ କହିଲା ମୁଁ କହିଲି ଥ୍ୟାଙ୍କ ୟୁ କହିବା ଆବଶ୍ୟକ ନାହିଁ କଣ୍ଟିନ୍ୟୁ କର ହେଲା। ତାପରେ ରାତିରେ ସିବି କଥା ହେଇକି ମତେ ଅନଫଲୋ କରିଦେଇଛି ସିବି ତୁ ନୀଲ କୁ ଅନଫଲୋ କରେ। ହଁ ମତେ ସେ ଅନଫଲୋ କରିଦେଇଛି ଆଉ ମୁଁ କହିଲି ତୁ ମତେ କାହିଁକି ଅନଫଲୋ କଲୁ କହିଲା ସିବି କହିଲା କି ଆଉ ତମେ ଭଲ ନୁହଁ ଆଉ ତମକୁ ଅନଫଲୋ କରିବାକୁ କହିଲା ମୁଁ କହିଲି ସିବି ଏମିତି କହିଲା। ଆଚ୍ଛା ମୁଁ କହିଲି ତା ଝିଅଟା ନା ନାଇସି ଥିଲା ମୁଁ କହିଲି ନାଇସି ତମେ ମୋର ସାଙ୍ଗ ନା ସିଏ ତମର ସାଙ୍ଗ ଥିଲା କହିଲା ସିଏ ମୋର ଏବେ ସବୁ କିଛି ହେଲା। ମୁଁ କହିଲି ଓ ଆଚ୍ଛା ଗୋଟେ ଘଣ୍ଟାରେ ଲଭ କରିକି ଏବେ ସବୁ କିଛି ହେଇଗଲା ମୋ ସାଙ୍ଗକୁ ଅନଫଲୋ କରେଇଦେଲ ଥ୍ୟାଙ୍କସ ଥ୍ୟାଙ୍କସ କହିକି ମୁଁ ରାଗିକି ତାକୁ ବି ଅନଫଲୋ କରିକି ପଳେଇ ଆସିଲି ହେଲା। ମୋର ଯେ ରାଗ ରହିଲା କି ସିବି ମୋ ଏଗନେଷ୍ଟ କାହିଁକି କହିକି ଅନଫଲୋ କରେଇଲା ତ ଗୋଟେ ବ୍ରୋଡରେ ମୋର ସାଙ୍ଗକୁ ସିଏ କହିଲା କି ମୋର ରୂପାଲି ଗୋଟେ ଝିଅଟେ ସାଙ୍ଗ ଥିଲା ତୁ କଣ ବୋଲହାର ସରପଞ୍ଚ କି ଏମଏଲ କି କଣ କହିଲା ମୋର ତ ରାଗ ଥିଲା ସିବି ସହିତ ମତେ ଅନଫଲୋ କରେଇଛି କହିକି ତାକୁ ତ ମୁଁ କହିଲି ତୁ କଣ ଏଠି ବୋଲହାର ସରପଞ୍ଚ କି ଏମଏଲ କି କଣ କି କହିଲି ତାକୁ ବି ଓଲଟା କହିଲି ସେଠି ହେଲା। ଯେତେବେଳେ ଓଲଟା କହିଲି ତାର ସପୋର୍ଟର ତାକୁ ସପୋର୍ଟ କଲେ ମୋର ସପୋର୍ଟର ମତେ ସପୋର୍ଟ କଲେ ସେଇଠୁ ଆରମ୍ଭ ହେଲା ମହାଭାରତ ହେଲା। ସେଠୁ ଆମର ଭାଇ ଭାଇ ଚାରା ବହୁତ ଥିଲା ବହୁତ ଫ୍ରେଣ୍ଡସିପ ଥିଲା ଟାଇଗର ବି ମୋର ସାଙ୍ଗ ଥିଲା ଜଗଜ୍ୟୋତି ମୋର ସାଙ୍ଗ ଥିଲା ସବୁ ଏଗୁଡାକ ସାଙ୍ଗ ଥିଲୁ ଆମେ ସେଠି ଆମର ମହାଭାରତ ହେଇଗଲା ଦୁଇ ଦୁଇ ଭାଗ ହେଇଗଲା ଆମ ସେପଟରେ ଆମର ରହିଲେ ତାଙ୍କ ସେପଟର ତାଙ୍କର ରହିଲେ ହେଲା। କିନ୍ତୁ ମୁଁ ସେ ସିବି କୁ ଚ୍ୟାଲେଞ୍ଜ କଲି ଯେ ତୁ ଯେମିତି ମୋର ଫ୍ରେଣ୍ଡସିପ ଗୋଟେ ଭାଙ୍ଗିଦେଲୁ 3 ମାସର ତୋର 3 ଘଣ୍ଟାରେ ମୋର ତୋର ଲଭ ଟାକୁ ମୁଁ ବ୍ରେକଅପ୍ ନ କରିଛି ମୋ ନା ମିଷ୍ଟର ନୀଲ ନାହିଁ ହେଲା। କିନ୍ତୁ ମୁଁ ବି ସେଇଦିନ ରାତିରେ ହିଁ ତାଙ୍କର ବ୍ରେକଅପ୍ କରାଇଦେଲି। ଶିବିର ଫଟୋ ଦେଇକି ଦେଖେ ତା ରିଏଲିଟି ଫଟୋ ଦେଖେ ସିଏ କଣ କେମିତିକା ଦେଖିବା ପାଇଁ ହେଲା। ମୋ ଏଗନେଷ୍ଟ ଯେତେବେଳେ କହିଲା ଅନଫଲୋ କରାଇଦେଲା ଫ୍ରେଣ୍ଡସିପରେ ମୁଁ କାହିଁକି ପଙ୍ଗା ନେବିନି ତ ମୁଁ ବି ପଙ୍ଗା ନେଲି ବି ତାର ବି ମୁଁ ବ୍ରେକଅପ୍ ଟା କରେଇଦେଲି। ସେ ଦିନଠୁ ମହାଭାରତ ଚାଲିଛି ଆଜି ପର୍ଯ୍ୟନ୍ତ ଚାଲିଛି ଚାଲିଛି। ଭାଇ ସିଏ ଯେତେବେଳେ ମତେ ମୋ ଏଗନେଷ୍ଟ କହିପାରିଲା ମୁଁ ତା ଏଗନେଷ୍ଟ କାହିଁ କହିପାରିବିନି ଭୁଲ କଣ। ତୁ ଯଦି ମତେ ରେସପେକ୍ଟ ଦେଇଥାନ୍ତୁ ମୁଁ ତତେ ରେସପେକ୍ଟ ଦେଇଥାନ୍ତି ମୁଁ ତତେ ରେସପେକ୍ଟ ଦେଇଛି ଅଲରେଡି। ତୁ ଭଲ ପାଇବାରେ ମୁଁ ସାହାଯ୍ୟ ବି କରିଛି। ତ ସେଇଠୁ ଏ ମେଟର ଟା ନେଇକି ଆଜି ପର୍ଯ୍ୟନ୍ତ ଚାଲିଛି ଏଇଟା ସମାଧାନ ହଉନି। 40 ଜଣ ଗ୍ୟାଦରିଂ ଗୋଟେ ଥର ମିଟିଂ ହେଇଥିଲା ସେଠି ଜଗଜ୍ୟୋତି ଭାଷା ପ୍ରୟୋଗ କଲା ଆରିବ ବୋଲି ଗୋଟେ ଝିଅଟେ ପଠାଣ ଝିଅ ଟାକୁ ଭଲ ପାଉଛି ଜଗଜ୍ୟୋତି ସିଏ ଆମ ଗାଈ ମାଂସ ପଠେଇଲା ଇନବକ୍ସ ରେ ନିଅ ଗାଈ ମାଂସ ଖାଅ ଏମିତି କହିବାର ଯିଏ କି ଆମର ଗୋ ମାତା ଆମ ବ୍ଲଡ ଗରମ ହବନି। ସେଥିପାଇଁ ଆମେ ଜଗନ୍ନାଥଙ୍କର ଫ୍ୟାମିଲି ବନେଇଲୁ ତାଙ୍କେ କଳିଙ୍ଗ ୱାରିୟର୍ସ ଫ୍ୟାମିଲି ବନେଇଲେ। ଆମେ ତାଙ୍କର ଅଫିସିଆଲ ଟିମକୁ ଇନଫର୍ମ କରିକି ତାଙ୍କର କଳିଙ୍ଗ ୱାରିୟର୍ସ ଫ୍ୟାମିଲି ଟାକୁ ଆମେ ଉଡେଇ ଦେଲୁ। ତାଙ୍କର ଅଛି କି ଆଉ ଫ୍ୟାମିଲି ଦେଖ ନାହାନ୍ତି ତାପରେ ଏବେ ହର ହର ମହାଦେବ ଫ୍ୟାମିଲି ଯାଇକି ପଶିଗଲେଣି କେତେ ପିଲା। ହଁ ଶିବିର ଥିଲା ଫ୍ୟାମିଲି ଗୁଡା ଉଡିଗଲାଣି ଫ୍ୟାମିଲି ବର୍ତ୍ତମାନ ନାହିଁ। ସିବି ବର୍ତ୍ତମାନ ଆସୁନି। ସିଏ ବି ବର୍ତ୍ତମାନ ଆସୁନି କିନ୍ତୁ ଷ୍ଟୋରି ଟା ଆଜି ପର୍ଯ୍ୟନ୍ତ ଚାଲିଛି ଏଟା ଏଣ୍ଡିଙ୍ଗ ହିଁ ହଉନି। କେତେ ଝିଅ କେତେ ପୁଅ ଏଠି ଆସି ବଳି ପଡିଲେଣି। ଭଲ ଭଲ ଝିଅ ଗୁଡାକ ଛାଡି ଦେଇକି ପଳେଇ ଯାଉଛନ୍ତି କାହିଁ ଆମ ଝଗଡା କାହିଁ କରିବୁ କହିକି ସେ ଅଲଗା ଅଲଗା ଛାଡି ପଳେଇ ଯାଉଛନ୍ତି କିଛି ପୁଅ ଛାଡି ଯାଉନାହାନ୍ତି ଫାଇଟ କରୁଛନ୍ତି ଝିଅ ପୁଅ ସବୁ ଫାଇଟ ଚାଲିଛି। ଯିଏ ଯାହାକୁ ପଡିଲା ଗାଳି ଗୁଲାଜ କରୁଛନ୍ତି ପିଙ୍କର ରେକର୍ଡିଂ ତମେ ତ ଶୁଣିଥିବ। କେମିତିକା ଭାଷା ପ୍ରୟୋଗ କରେ ସିଏ। ଭାସ୍ କହିଲି ବା ଗାଳି ଗୁଲଜ ସିଏ ଆମକୁ ଗାଳି ଆମେ ତାକୁ ଗାଳି ଗୁଲଜ କରିବୁ। ତାର ଭାଷା ତମେ ତ ଶୁଣିଥିବ ଦେଖ ଭାଷା ଦେଖ ଦେଖ ଭାଷା ମୁଁ ଶୁଣଉଛି ଟିକେ ଶୁଣୁଛି। 12 ଜଣ ଗ୍ୟାଦରିଂ ରେ ପୁଅ ଜଣ ଭିତରେ ଗୋଟେ ଝିଅ ଏମିତି କଥା ହଉଛି ମାନେ ସେ ଝିଅର କ୍ୱାଲିଟି କଣ।
ସେ ଅର୍ଡିନାରୀ ମୁଁ ପିନ୍ଧୁ ନାହିଁ, ସେ ହରେ ଘରେ 30 ଟଙ୍କା 50 ଟଙ୍କା 70 ଟଙ୍କା। ଭାଇ ଗୋଟେ ରେଟ୍ ହଉଛି 450 ଟଙ୍କା। ଦେଇପାରୁ ଯଦି କଣ ସାଇଜ କହିବି। ଶୁଣେଇବେନି ଭାଇ, ଶୁଣ ଏତେ ଗନ୍ଧିଆ କଥା ଆଗକୁ ଅଛି, ବହୁତ ଗନ୍ଧିଆ ଗନ୍ଧିଆ କଥା ଅଛି, ମୁଁ ଶୁଣେଇବେନି। ଗୋଟେ ଝିଅ ଯଦି ହେଇଥାନ୍ତା ଲକ୍ଷ୍ମୀ ପରି ଗୋଟେ ଝିଅ, ସିଏ ଏତେ 12 ଜଣ ଗ୍ୟାଦରିଂ ରେ ଏତେ ଗନ୍ଧିଆ ଗନ୍ଧିଆ କଥା ହୁଅନ୍ତାନି। ଡ୍ୟାସ 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 ସବୁ କଥା ହୁଏ। ପ୍ରକୃତରେ ଝିଅ କେବେ କଥା ହବ? ତମର ଜିଏଫ୍ କୁ କହିବ ତମେ ଏମିତି କଥା ହୁଅ? ତମର ଜିଏଫ୍ ହଉ କି ତମର ଝିଅ ସାଙ୍ଗ ଗୋଟେ ହଉ କି ତମ ରିଲେଟେଡ ଗୋଟେ ହଉ, ତ ହଁ କହିଲି ବାସ୍, ତାକୁ ବି ଆମେ ଶୋଧୁଛୁ ନା। ମୁଁ କହିଲି ବା, ଶୁଣ, 2ଟା ନା 3ଟା ଝିଅ ଛାଡିଦେଲେ, ଆରିବା, ପୁଚୁ, ପିଙ୍କ, ଏ 3ଟା ଝିଅକୁ ଛାଡିଦେଲେ ଆମେ କୋଉ ଝିଅ ସାଙ୍ଗରେ ଲାଗୁନୁ। କାରଣ ଏ 3ଟା ଝିଅ ଥାର୍ଡ ଗ୍ରେଡର। ଗୋଟେ ଝିଅ ହେଲା ଆରିବା, ଯିଏକି ଗାଈ ମାଂସ ପଠେଇଛି, ହେଲା, ତାକୁ ଗାଳିଗୁଲଜ କରୁଛୁ। କାରଣ ଗାଈ ମାଂସ ହେଲା ଆମର ଗୋମାତା, ଗୋମାଂସ ପଠେଇଛୁ ମାନେ ଆମେ ତତେ ଛାଡିବୁ ନା କଣ? ୱେଲକମ ବ୍ରୋ। ହେଲା, ଆଉ ରହିଲା କି 2 ପୁଚୁ। ପୁଚୁ ଗୋଟେ ଅସଭ୍ୟ ଭାଷା ୟୁଜ କରେ। ତମ ରେକର୍ଡିଂ ତ ଶୁଣେଇଲି, ପିଙ୍କି, ପୁଚୁ, ଏତେ ଅସଭ୍ୟ ଭାଷା ଶୁଣି ବି ପାରିବାନି। ଏ 3ଟା ଝିଅକୁ ଛାଡିଦେଲେ ଆମେ କୋଉ ଝିଅକୁ ଆଉ ଶୋଧୁନୁ। ବଟ୍ ପୁଅ ଯୋଉ କଳିଙ୍ଗ ୱାରିୟର୍ସ ଗାଳିଗୁଲଜ କରନ୍ତି, ସେମାନଙ୍କ ସହିତ 1 to 1 ଚାଲେ। ପୁଅ ହାଇ ଚାଲିବ ଚାଲିବ, ମୁଁ ବଟ୍ ଏଥର 1 to 1 ଫ୍ୟାମିଲିକୁ କରିବି। ଶୋଧିବା ଅନୁଚିତ। ହାଇ ନିଲ ଭାଇ, ମୁଁ ଏଥର 1 to 1 କରିବି। ଭାଇ ତମେ ତ କେବେ କରୁନ, ଭଲ କରୁନ ହେଲା। କଣ ମିଳୁଛି କହିଲ? କିନ୍ତୁ ଆମେ ସବୁ ରାଗରେ ଏମିତି କରୁଛୁ ହେଲା। କାରଣ ରାଗରେ ସେମାନଙ୍କୁ କଣ, ଆମେ ମୋର ଚାହୁଁନୁ 2 ଯେ ଜଣଙ୍କ ଉପରେ ସେମାନଙ୍କୁ ରାଗ କିଛି। ଅଛି, ମୁଁ ସୁଝେଇବି କେମିତିକା? ଏଇରେ ଛାଡିକି ପଳେଇଛି। ର ସିଏ ତ ସକାଳ ମତେ ତ କହିଲା ତାର ବର୍ଥଡେ, ମୁଁ ଯେମିତି ହେଲେ ଆସିବି। ତୁ